Hello all, welcome to my channel. So ଆଜି ଆମେ ଡିସ୍କସନ କରିବା ରେନ୍ ଆଣ୍ଡ ମାର୍ଟିନ ଇଂଲିଶ ଗ୍ରାମାର ଉପରେ। ଓକେ, ସୋ ବହୁତ ଶିକ୍ଷକଙ୍କର ମଧ୍ୟ ରେକମେଣ୍ଡେସନ ଥାଏ ଯେ ରେନ୍ ଆଣ୍ଡ ମାର୍ଟିନ ଇଂଲିଶ ଗ୍ରାମାର ବିଷୟରେ ଯଦି ଆମେ ପଢିବା ତାହେଲେ ଆମର ଇଂଲିଶ ଭୋକାବୁଲାରି ଇଂଲିଶ ଲାଙ୍ଗୁଏଜ ଇଂଲିଶ ଗ୍ରାମାର ଉପରେ ବହୁତ କନସେପ୍ଟ କ୍ଲିୟର ହବ ଏବଂ ରେନ୍ ଆଣ୍ଡ ମାର୍ଟିନ ଇଂଲିଶ ଗ୍ରାମାରଟି ପରୀକ୍ଷା ବିଭିନ୍ନ ପ୍ରକାର ଗଭର୍ଣ୍ଣମେଣ୍ଟ ପରୀକ୍ଷା ଓଡିଶା ହଉ ଆମର ଇଣ୍ଡିଆନ ଗଭର୍ଣ୍ଣମେଣ୍ଟ ପରୀକ୍ଷା ଅଛି ସେ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକିନା ରେନ୍ ଆଣ୍ଡ ମାର୍ଟିନ ଇଂଲିଶ ଗ୍ରାମାର ବହିରେ ସବୁ ସିମ୍ପଲ ସେଣ୍ଟେନ୍ସ ଆରମ୍ଭ କରି କମ୍ପ୍ଲେକ୍ସ ସେଣ୍ଟେନ୍ସ ପର୍ଯ୍ୟନ୍ତ ସବୁ କିଛି ଡିସ୍କସନ କରାଯାଇଛି। ତେଣୁକରି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଇଂଲିଶ ଗ୍ରାମାର ବହି କେତେକ ଚାପ୍ଟର ଅଛି ସେ ଚାପ୍ଟର ୱାଇଜ ଗୋଟେ ଗୋଟେ ଚାପ୍ଟର ୱାଇଜ ଆମେମାନେ ଡିସ୍କସନ କରିବା। ସୋ ପ୍ରଥମ ଚାପ୍ଟରଟି ଅଛି କଣ ନା ଦ ସେଣ୍ଟେନ୍ସ ଆଣ୍ଡ ଇଟ୍ସ କାଇଣ୍ଡସ୍। ଓକେ, ଚାଲନ୍ତୁ ଆମେ ସେଣ୍ଟେନ୍ସ ଆଣ୍ଡ ଇଟ୍ସ କାଇଣ୍ଡସ୍ ଉପରେ ଡିସ୍କସନଟି ଆରମ୍ଭ କରିବା। ଓକେ, ସୋ ଫାର୍ଷ୍ଟ ହଉଛି କଣ ହ୍ୱାଟ ଇଜ ଏ ସେଣ୍ଟେନ୍ସ। ଓକେ, ସେଣ୍ଟେନ୍ସ ବାକ୍ୟ କଣ? ବାକ୍ୟ ହଉଛି କଣ ନା ଏ ସେଣ୍ଟେନ୍ସ ଇଜ ଏ ଗ୍ରୁପ ଅଫ ୱାର୍ଡସ୍। ଓକେ, ସେଣ୍ଟେନ୍ସ ଇଜ ଏ ଗ୍ରୁପ ଅଫ ୱାର୍ଡସ୍ ଦ୍ୟାଟ ମେକ୍ସ ଏ କମ୍ପ୍ଲିଟ ସେନ୍ସ। ମାନେ ଆମର ବାକ୍ୟ ହଉଛି ଏକ ଗ୍ରୁପ ଅଫ ୱାର୍ଡ ଶବ୍ଦର କିଛି କିଛି ଗୋଟେ ଶବ୍ଦର ସମାହାରରେ ବାକ୍ୟ ଗଠନ କରାଯାଇଥାଏ। ଆଉ ସେଇ ସେ ଯୋଉ ସେଣ୍ଟେନ୍ସଟି କମ୍ପ୍ଲିଟ ସେନ୍ସ ଏକ ସମ୍ପୂର୍ଣ୍ଣ ଭାବକୁ ବୁଝଉଥିବ। ଯଦି ସେଟା କୌଣସି ସମ୍ପୂର୍ଣ୍ଣ ଏକ ଭାବକୁ ନ ବୁଝଉଥିବ ତାହେଲେ ସେଟାରୁ ତେବେ ସେଟାକୁ ଆମେ ବାକ୍ୟ ରୂପେ ପରିଗଣିତ କରିପାରିବା ନାହିଁ। ତେଣୁକରି କମ୍ପ୍ଲିଟ ସେନ୍ସକୁ ବୁଝେଇବା ଆବଶ୍ୟକ। ଗ୍ରୁପ ଅଫ ୱାର୍ଡ ଯୋଉଟା କି କମ୍ପ୍ଲିଟ ସେନ୍ସକୁ ବୁଝାଉଥିବ। ଓକେ, ସୋ ଏକ୍ସାମ୍ପଲ ହଉଛି କଣ ନା ଏକ୍ସାମ୍ପଲ ଆମର ହେଲା ଲାଇକ ରବି ଗୋଜ୍ ଟୁ ସ୍କୁଲ ଏଭ୍ରିଡେ। ରବି ଗୋଜ୍ ଟୁ ସ୍କୁଲ ଏଭ୍ରିଡେ ଏହା ଗୋଟେ ଗୋଟେ ଶବ୍ଦର ସମାହାରରେ ଗଠିତ ହଉଛି। ତେଣୁକରି ଏହା ଗୋଟେ ବାକ୍ୟ। ରବି ଗୋଜ୍ ଟୁ ସ୍କୁଲ, ରବି ସବୁଦିନ ସ୍କୁଲକୁ ଯାଏ। ଏହା ମଧ୍ୟ ଏକ କମ୍ପ୍ଲିଟ ସେନ୍ସ ମଧ୍ୟ ବୁଝାଉଛି। ଓକେ, ନେକ୍ସଟ ରବିନ ୱାଚଡ ଏ ମୁଭି। ରବିନ ଗୋଟେ ମୁଭି ଦେଖିଲା, ଏହା ବି ଗୋଟେ ବାକ୍ୟ। ଦ ସନ୍ ରାଇଜେସ୍ ଇନ ଦ ଇଷ୍ଟ, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହବ। ଅର୍ଥାତ୍ ଏହା ଏକ କମ୍ପ୍ଲିଟ ସେନ୍ସକୁ ବୁଝାଉଛି ବା ଗୋଟେ ମିନିଂଫୁଲ ଅର୍ଥକୁ ବୁଝାଉଛି। ଏହା ଆ, ଚାରି କିମ୍ବା ପାଞ୍ଚଟି ଶବ୍ଦର ସମାହାରରେ ଗଠିତ ହେଉଛି। ତେଣୁକରି ବାକ୍ୟ କଣ ନା ସେଣ୍ଟେନ୍ସ ଇଜ ଏ ଗ୍ରୁପ ଅଫ ୱାର୍ଡସ୍ ଦ୍ୟାଟ ମେକ୍ସ ଏ କମ୍ପ୍ଲିଟ ସେନ୍ସ। ଓକେ, ସୋ ନେକ୍ସଟ ଆମେ ଦେଖିବା କଣ ନେକ୍ସଟ ହଉଛି କାଇଣ୍ଡସ୍ ଅଫ ସେଣ୍ଟେନ୍ସ। ସେଣ୍ଟେନ୍ସଟି ଆମର ବାକ୍ୟ ଯୋଉ ଆମେ ଗ୍ରୁପ ଅଫ ୱାର୍ଡସ୍ ବାକ୍ୟ ଗଠନ କଲେ ବା ବାକ୍ୟଟି ହେଲା ଗ୍ରୁପ ଅଫ ସୋ ଆପଣଙ୍କୁ ଗୋଟେ ଆଉ ଗୋଟେ କଥା କହିଦଉଛି ଗ୍ରୁପ ଅଫ ୱାର୍ଡସ୍ ହଉଛି କଣ ସେଣ୍ଟେନ୍ସ। ଗ୍ରୁପ ଅଫ ଲେଟର୍ସ ହଉଛି ୱାର୍ଡସ୍। କିଛି କିଛି ଲେଟର୍ସକୁ ନେଇକି ଆମେ ଶବ୍ଦ ଗଠନ କରିଥାଉ ଏବଂ ଶବ୍ଦ ଗୁଡିକୁ ନେଇ ଆମେ ଯୋଉ ବାକ୍ୟ ଗଠନ କରିଥାଉ। ଓକେ, କିନ୍ତୁ ସେଗୁଡିକ ଏକ ମିନିଂସ ପ୍ରଦାନ କରୁ ବା କମ୍ପ୍ଲିଟ ସେନ୍ସ ସେଥିରୁ ପ୍ରଦାନ ହେଉଥାଏ ହେଉଥିବା ଦରକାର। ତ ନେକ୍ସଟ ହଉଛି ସେଣ୍ଟେନ୍ସର ପ୍ରକାର ଭିତରେ ବା ବାକ୍ୟ କେତେ ପ୍ରକାର। ଓକେ, ବାକ୍ୟ ହଉଛି ଚାରି ପ୍ରକାର। ସେଣ୍ଟେନ୍ସେସ୍ ଆର୍ ଫୋର କାଇଣ୍ଡସ୍। ପ୍ରଥମ ଯୋଉ ଆମର ପ୍ରଥମ ବାକ୍ୟଟି ହଉଛି କଣ ଡିକ୍ଲାରେଟିଭ ବା ଆସର୍ଟିଭ। ଓକେ, ସୋ ଡିକ୍ଲାରେଟିଭ ସେଣ୍ଟେନ୍ସଟି କଣ ଦ୍ୟାଟ ମେକ୍ସ ଏ ଷ୍ଟେଟମେଣ୍ଟ। ଯେଉଁ ସେଣ୍ଟେନ୍ସଟି ଗୋଟେ ଷ୍ଟେଟମେଣ୍ଟକୁ ଦର୍ଶାଇଥାଏ। ଗୋଟେ ଷ୍ଟେଟମେଣ୍ଟ ହେଉଛି ବୋଲି ସେ ସେଣ୍ଟେନ୍ସଟି ଦର୍ଶାଇଥାଏ। ସେଟା ପଜିଟିଭ ହୋଇପାରେ ବା ନେଗେଟିଭ ହୋଇପାରେ। ଓକେ, ଆମେ ଏକ୍ସାମ୍ପଲ ମାଧ୍ୟମରେ ବୁଝିବା। ଏକ୍ସାମ୍ପଲ ହଉଛି ଆଇ ଗୋ ଟୁ ସ୍କୁଲ। ଏହା ଗୋଟେ ଷ୍ଟେଟମେଣ୍ଟକୁ ଦର୍ଶାଉଛି ଯେ ମୁଁ ସ୍କୁଲକୁ ଯାଏ। ଆଇ ଗୋ ଟୁ ସ୍କୁଲ। ଓକେ, ଏଥିରେ କଣ ଥାଏ ନା ଏଇ ଯୋଉ ଆମ ଡିକ୍ଲାରେଟିଭ ସେଣ୍ଟେନ୍ସଟି ପ୍ରଥମେ ଏକ ସବଜେକ୍ଟ ତା ସହିତ ଏକ ଭର୍ବ ସହିତ ଆରମ୍ଭ ହୋଇଥାଏ ଏବଂ ଫୁଲ ଷ୍ଟପରେ ଶେଷ ହୋଇଥାଏ। ଲାଷ୍ଟ ଯୋଉ ପିରିୟଡ ଥାଏ ତା ଫୁଲ ଷ୍ଟପରେ ଶେଷ ହୋଇଥାଏ। ତ ଡିକ୍ଲାରେଟିଭ ସେଣ୍ଟେନ୍ସଟି ପଜିଟିଭ ସେଣ୍ଟେନ୍ସ ହୋଇପାରେ କିମ୍ବା ନେଗେଟିଭ ସେଣ୍ଟେନ୍ସ ବି ହୋଇପାରେ। ଓକେ, ପଜିଟିଭ ସେଣ୍ଟେନ୍ସ ବି ହୋଇପାରେ କିମ୍ବା ନେଗେଟିଭ ସେଣ୍ଟେନ୍ସ ବି ହୋଇପାରେ। ସୋ यही जो सेंटेंस टी जो डिक्लेरेटिव जो सेंटेंस टी आई गो टू स्कूल ଏହା ଏକ ପଜିଟିଭ ସେଣ୍ଟେନ୍ସ। ଯଦି ଆମେ ନଟ୍ ଲଗେଇଦେଲେ ଏହା ନେଗେଟିଭ ସେଣ୍ଟେନ୍ସ ହୋଇଯିବ। କଣ ନା ଆଇ ଡୁ ନଟ୍ ଗୋ ଟୁ ସ୍କୁଲ। ଓକେ, ସୋ ସୋ ଡିକ୍ଲାରେଟିଭ ସେଣ୍ଟେନ୍ସ କଣ ହଉଛି ନା ସେଟା ଦୁଇ ପ୍ରକାରର ଯୋଉ ଡିକ୍ଲାରେଟିଭ ସେଣ୍ଟେନ୍ସ ଥାଏ ପଜିଟିଭ ଏବଂ ନେଗେଟିଭ ଯୋଉଟା କି କୌଣସି ଏକ ଷ୍ଟେଟମେଣ୍ଟକୁ ଡିକ୍ଲାର କରିଥାଏ। ଯେପରିକି ଏକ୍ସାମ୍ପଲ ଆମେ ନେଇଥିଲେ ଆଇ ଗୋ ଟୁ ସ୍କୁଲ, ଏଟା ଏକ ପଜିଟିଭ ସେଣ୍ଟେନ୍ସ। ଏହା ପ୍ରଥମେ ସବଜେକ୍ଟରୁ ଆରମ୍ଭ ହୋଇ ପୃଷ୍ଠରେ ଶେଷ ହୋଇଥାଏ, ପିରିୟଡ ଶେଷ ହୋଇଥାଏ ଏବଂ ଏଥିରେ ସବଜେକ୍ଟ ଏବଂ ଭର୍ବ। ଓକେ, ସେଥିପାଇଁ ଆଇ ଡୁ ନଟ୍ ଗୋ ଟୁ ସ୍କୁଲ ହଉଛି ନେଗେଟିଭ
डिक्लेरेटिव सेंटेंस सेकंड टाइप ऑफ सेंटेंस होची हमरो ना इंटरोगेटिव सेंटेंस ए इंटरोगेटिव सेंटेंस टी कोन ना जेउ सेंटेंस रे हमें कोनोसी प्रश्न पचारिथे जो जो सेंटेंस रे हमें कोनोसी प्रश्न पचारि कि उत्तर दो आवश्यकता अनुभव करिଥାଏ ତାହା ହଉଛି ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଦୁଇ ପ୍ରକାର ଗୋଟେ ହଉଛି yes no ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଆଉ ଗୋଟେ WH ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଓକେ yes no ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଟି ପ୍ରଥମେ ଅକ୍ସିଲାରୀ ଭର୍ବ ବା ହେଲ୍ପିଂ ଭର୍ବ ରୁ ଶୁରୁ ହୋଇଥାଏ ଆରମ୍ଭ ହୋଇଥାଏ ନହେଲେ ମୋଡାଲ ଭର୍ବ ଯେମିତି will shall ସେ ସବୁ ଭର୍ବ ରୁ ଆରମ୍ଭ ହୋଇଥାଏ ଏବଂ ଶେଷରେ କ୍ୱେଶ୍ଚିନ୍ ମାର୍କ ଚିହ୍ନ ଦିଆଯାଇଥାଏ yes no କ୍ୱେଶ୍ଚିନ୍ is am are was were ଏଇ ସବୁରୁ ଆରମ୍ଭ ହୋଇଥାଏ ଯୋଉ ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଆରମ୍ଭ ହୋଇଥାଏ ତାହା ହଉଛି yes no ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଆଉ ଗୋଟେ ପ୍ରକାର ହଉଛି WH ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଯେଉଁ ସେଣ୍ଟେନ୍ସ ଟି ପ୍ରଥମେ ଆରମ୍ଭ ହୋଇଥାଏ WH ମାନେ WH ୱାର୍ଡ where who what which when ଓକେ where ଏସବୁ ୱାର୍ଡ ରୁ ଆରମ୍ଭ ହୋଇ ଶେଷରେ କ୍ୱେଶ୍ଚିନ୍ ମାର୍କ ଚିହ୍ନ ଥାଏ ତାହାକୁ ଆମେ କହନ୍ତି WH ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଏଇ ଦୁଇ yes no ଇଣ୍ଟରୋଗେଟିଭ ସେଣ୍ଟେନ୍ସ ଏବଂ WH ଇଣ୍ଟରୋଗେଟିଭ ସେଣ୍ଟେନ୍ସ ମାଧ୍ୟମରେ ଆମେ ଅନ୍ୟକୁ କ୍ୱେଶ୍ଚିନ୍ ପଚାରି ବା ପ୍ରଶ୍ନ ପଚାରି ଏକ୍ସାମ୍ପଲ ମାଧ୍ୟମରେ ବୁଝିବା ଏକ୍ସାମ୍ପଲ ଯେମିତି ହଉଛି where are you going এটা WH ରୁ ଆରମ୍ଭ ହୋଇଛି where are you going ତୁମେ କେଉଁଠାକୁ ଯାଉଛ ତ ସେପଟର ଉତ୍ତର ଆସିପାରେ ଯେ ମୁଁ ଏ କଟକ ଯାଉଛି କି ଭୁବନେଶ୍ୱର ଯାଉଛି କି ପୁରୀ ଯାଉଛି ସେ ଜିନିଷର ଉତ୍ତର ଆସିବ ତେଣୁକରି ଇଣ୍ଟରୋଗେଟିଭ ସେଣ୍ଟେନ୍ସ ହଉଛି ଯୋଉଟା କି ଆମେ ଏକ କ୍ୱେଶ୍ଚିନ୍ ପଚାରିଥାଉ ଏହା ଦୁଇ ପ୍ରକାରର ଗୋଟେ ହଉଛି yes no ଇଣ୍ଟରୋଗେଟିଭ ସେଣ୍ଟେନ୍ସ and the WH interrogative sentence yes no interrogative sentence ରେ auxiliary verb helping verb ରୁ ଆରମ୍ଭ କରାଯାଇଥାଏ ଏବଂ question mark ରେ sentence ଟି ଶେଷ କରାଯାଇଥାଏ ଏବଂ WH interrogative sentence ରେ sentence ର ଆରମ୍ଭ WH word ଯେମିତି where which what when who ରୁ ଆରମ୍ଭ ହୋଇଥାଏ ଏବଂ ଏହା question mark ରେ ଶେଷ କରାଯାଇଥାଏ okay ତ ତୃତୀୟ ପ୍ରକାରର ସେଣ୍ଟେନ୍ସ ବା ବାକ୍ୟଟି ହଉଛି କଣ ନା ଇମ୍ପେରେଟିଭ ସେଣ୍ଟେନ୍ସ এই ଇମ୍ପେରେଟିଭ ସେଣ୍ଟେନ୍ସ ମାଧ୍ୟମରେ ଆମେ ଏକ ଆଦେଶ ଉପଦେଶ କିମ୍ବା ଏକ ରିକ୍ୱେଷ୍ଟ ଅନୁରୋଧ ଅନ୍ୟକୁ ଯୋଉ ଯାହା ମାଧ୍ୟମରେ କରୁଥାଉ ଯୋଉ ସେଣ୍ଟେନ୍ସ ମାଧ୍ୟମରେ କରିଥାଉ ତାହାକୁ କହନ୍ତି କଣ ଇମ୍ପେରେଟିଭ ସେଣ୍ଟେନ୍ସ ସୋ ଏକ୍ସାମ୍ପଲ ହଉଛି କଣ ନା ଗୋ ଦେୟାର ତେଣୁକୁ ମୁଁ ଆଦେଶ ଦଉଛି ଗୋ ଦେୟାର ମାନେ ସେଠାକୁ ତୁମେ ଯାଅ ଓକେ କମ୍ ହିଅର ଏଠାକୁ ଆସ ଓକେ ପ୍ଲିଜ ଗିଭ୍ ମି ଏ ବୁକ୍ ମୁଁ ଗୋଟେ ରିକ୍ୱେଷ୍ଟ କରୁଛି ଜଣକୁ ଯେ ଦୟାକରି ଗୋଟେ ବହି ମତେ ଦିଅ ସେ ଯେଉଁଠି ଆମର କମାଣ୍ଡ ଅର୍ଡର ଆଡଭାଇସ ରିକ୍ୱେଷ୍ଟ ମାନେ ଆଦେଶ ଉପଦେଶ ଅନୁରୋଧର ବ୍ୟାଖ୍ୟା କରାଯାଇଥାଏ ଯୋଉ ସେଣ୍ଟେନ୍ସରେ ଏସବୁ ଜିନିଷ ଥାଏ ତାହାକୁ ଆମେ କହିପାରିବା ଇମ୍ପେରେଟିଭ ସେଣ୍ଟେନ୍ସ ଓକେ ଏଇ ଇମ୍ପେରେଟିଭ ସେଣ୍ଟେନ୍ସ ଟି କଣ ହୋଇଛି ଇମ୍ପେରେଟିଭ ସେଣ୍ଟେନ୍ସ ଭର୍ବ ରୁ ଆରମ୍ଭ ହୋଇଥାଏ ସବଜେକ୍ଟ ସବୁବେଳେ ଉହ୍ୟ ରହିଥାଏ ବା ସବଜେକ୍ଟ କହିପାରିବା ସବଜେକ୍ଟ ଲୁଚିକି ରହିଥାଏ କିନ୍ତୁ ସବଜେକ୍ଟ ଅଛି ଗୋ ଦେୟାର ମିନ୍ସ ମୁଁ ତୁମକୁ ଏଟା କହୁଛି ତୁମେ ହଉଛ ସବଜେକ୍ଟ ବଟ୍ ଏଠି ଆମର ସବଜେକ୍ଟ ଟା ଉହ୍ୟ ହୋଇକି ରହିଥାଏ ଓକେ ସୋ ଇମ୍ପେରେଟିଭ ସେଣ୍ଟେନ୍ସ ଆଉ ଥରେ କହି ଦଉଛି ଇମ୍ପେରେଟିଭ ସେଣ୍ଟେନ୍ସ ହଉଛି ଯୋଉଟା ଯେଉଁ ସେଣ୍ଟେନ୍ସ ଟି ଏକ୍ସପ୍ରେସ କରିଥାଏ କମାଣ୍ଡ ଅର୍ଡର ଆଡଭାଇସ ଏବଂ ରିକ୍ୱେଷ୍ଟ ଓକେ ସୋ ନେକ୍ସଟ ଶେଷ ସେଣ୍ଟେନ୍ସ ଟି ହଉଛି ଶେଷ କାଇଣ୍ଡ ର ସେଣ୍ଟେନ୍ସ ଟି ହଉଛି କଣ ଏକ୍ସକ୍ଲାମେଟୋରୀ ସେଣ୍ଟେନ୍ସ ଦ୍ୟାଟ ଏକ୍ସପ୍ରେସ ଷ୍ଟ୍ରଙ୍ଗ ଫିଲିଙ୍ଗସ ମାନେ ଏକ୍ସକ୍ଲାମେଟୋରୀ ସେଣ୍ଟେନ୍ସ ହଉଛି ଯାହା ଦ୍ୱାରା ଆମେ କିଛି ଫିଲିଙ୍ଗସ କୁ ପରିପ୍ରକାଶ କରିଥାଉ ଯେମିତିକି ବହୁତ ଜୋରେ ଗରମ ହଉଛି କି ଗରମ ଓକେ ଏହା କଣ ଥାଏ ଏହା ଶେଷ ହୋଇଥାଏ ଏକ ବିସ୍ମୟ ସୂଚକ ଚିହ୍ନ ଦ୍ୱାରା ଏହା ସମାପ୍ତ ହୋଇଥାଏ ଏଇ ବାକ୍ୟଟି ସମାପ୍ତ ହୋଇଥାଏ ତେଣୁକରି ଏହା କୁହନ୍ତି ବିସ୍ମୟ ସୂଚକ ବାକ୍ୟ বা exclamatory sentence okay so example ମାଧ୍ୟମରେ ଅନେକ example ହଉଛି how cold the night ରାତିଟି ଏତେ ଥଣ୍ଡା ଥିଲା okay ଆଉ ମଧ୍ୟ ଗୋଟେ example ଆମେ ନେଇପାରିବା ଯେ what a shame କି ଲଜ୍ଜା okay ଇଏ ସବୁ ଜିନିଷ କଣ ହୋଇଥାଏ ନା ଆମର ଏକ୍ସକ୍ଲାମେସନ ଚିହ୍ନ ଦ୍ୱାରା ସମାପ୍ତ କରାଯାଇଥାଏ ଏଇ ବାକ୍ୟ ଗୁଡିକୁ ଏବଂ ଏଇ ବାକ୍ୟ ମାଧ୍ୟମରେ ଆମେ ଆମ ନିଜର ଯୋଉ ଫିଲିଙ୍ଗସ କୁ ଏକ୍ସପ୍ରେସ କରିଥାଉ ଓକେ ଫିଲିଙ୍ଗ ଟାକୁ ପରିପ୍ରକାଶ କରିଥାନ୍ତି ଯେମିତି ଓ କି ଗରମ ଏ ହାଉ ଦ ବ୍ୟୁଟିଫୁଲ ୱେଦର ଇଜ ଓକେ ହାଉ ବ୍ୟୁଟିଫୁଲ ଦ ୱେଦର ଇଜ ମାନେ ଆମର ପାଗଟି କେତେ ସୁନ୍ଦର ହୋଇଛି ହାଉ ବ୍ୟୁଟିଫୁଲ ଦ ୱେଦର ଇଜ ଏଇଭଳିଆ ଆମର ଯୋଉ ସବୁ ଷ୍ଟ୍ରଙ୍ଗ ଫିଲିଙ୍ଗସ ଆମ ମନର ଫିଲିଙ୍ଗସ କୁ ଯୋଉ ବାକ୍ୟ ପ୍ରକାଶ କରିଥାଏ ୱିଥ ଏକ୍ସକ୍ଲାମେସନ ସିମ୍ବଲ ଦ୍ୱାରା ତାହାକୁ ଆମେ ଏକ୍ସକ୍ଲାମେଟୋରୀ ସେଣ୍ଟେନ୍ସ ବା ବିସ୍ମୟ ସୂଚକ ବାକ୍ୟ ବୋଲି କହିଥାଉ ତ
ଆଜିର ଯୋଉ କ୍ଲାସରେ ଆମେ କଣ ଜାଣିଲେ ନା ସେଣ୍ଟେନ୍ସ ଟି କଣ, ସେଣ୍ଟେନ୍ସ କେମିତି ତିଆରି କରାଯାଏ, ସେଣ୍ଟେନ୍ସ କାହାକୁ କୁହନ୍ତି ଆଉ କାଇଣ୍ଡ ଅଫ ସେଣ୍ଟେନ୍ସ। ସେଣ୍ଟେନ୍ସ ହଉଛି ଗ୍ରୁପ ଅଫ ୱାର୍ଡସ which makes sense। ଓକେ, ସେଟା ହଉଛି ସେଣ୍ଟେନ୍ସ। ସେଣ୍ଟେନ୍ସ ହଉଛି ଚାରି ପ୍ରକାରର: ଡିକ୍ଲାରେଟିଭ ସେଣ୍ଟେନ୍ସ, ଇଣ୍ଟରୋଗେଟିଭ ସେଣ୍ଟେନ୍ସ, ଇମ୍ପେରେଟିଭ ସେଣ୍ଟେନ୍ସ, ଏକ୍ସକ୍ଲାମେଟରୀ ସେଣ୍ଟେନ୍ସ। ଡିକ୍ଲାରେଟିଭ ସେଣ୍ଟେନ୍ସ ଏକ୍ସାମ୍ପଲ ଦୁଇ ପ୍ରକାର, ଯୋଉଟା ପଜିଟିଭ ନେଗେଟିଭ। ପଜିଟିଭ ଏବଂ ନେଗେଟିଭ। ଆଇ ଗୋ ଟୁ ସ୍କୁଲ ହଉଛି ପଜିଟିଭ, ନେଗେଟିଭ ହେଲା I do not go to school। Interrogative sentence को that ask a question, yes no को interrogative sentence नचेत ଆମର ଆଉ ଗୋଟେ ଅଛି WH interrogative sentence। imperative sentence କଣ, ଯୋଉ ଯାହା ମାଧ୍ୟମରେ ଆମେ ଏକ ଆଦେଶ ଉପଦେଶ ଏବଂ ଅନୁରୋଧ କରିଥାଉ, ଯୋଉ ସେଣ୍ଟେନ୍ସ ଥାଏ ସେଟା ହଉଛି imperative sentence। ସେ ସେଣ୍ଟେନ୍ସ ରେ ସବଜେକ୍ଟିଭ we ରହେ। ବିସ୍ମୟସୂଚକ ବାକ୍ୟ ବା ଏକ୍ସକ୍ଲାମେଟରୀ ସେଣ୍ଟେନ୍ସ ହଉଛି ଯାହା ଦ୍ୱାରା ଆମେ ଆମ ଷ୍ଟ୍ରଙ୍ଗ ଫିଲିଂ କୁ ଏକ୍ସପ୍ରେସ କରିଥାଉ। ओके, तो यह विस्मय जो एक्सक्लेमेटरी सेंटेंस को लिखिला बेले विस्मय सूचक चिन्ह द्वारा आमे शेष करिथाउ। सो आशा ए भिडियोटी आपको भल लागिथिबो। लिन एंड मार्टिन नो इंग्लिश ग्रामर रो चैप्टर 1 आमे शेष कले। चैप्टर 2 मध्य आमे नेक्स्ट क्लास रे डिस्कशन करिबा। थैंक यू, थैंक्स फॉर वाचिंग माय चैनल।